ଆରେ ଗୁରୁ ଭାଇ କହୁନ ଏତେ ଦିନ ପରେ ଆଜି ଆପଣ ଆସିଲେ ଆମକୁ ଭାରି ଖୁସି ଲାଗିଲା ଦେବର୍ଷି। ହେଲେ ଆପଣଙ୍କୁ କିଛି ଖାଇବାକୁ ମତେ କଣ ଖାଇବ ବାବା ଯେ ଲୋକ ଆପଣ ହଁ ଫଳମୂଳକୁ ଭଲ ଲାଗିଲା ଆପଣ ମୋର ତ ଫଳମୂଳ ଆରେ ଯୋଡ଼ିଏ ଫଳ ଦେବି ଆପଣଙ୍କୁ ଖାଇବାକୁ। ଆଜି ଆଜ୍ଞା ଆଚ୍ଛା କି ଫଳ ଦବ ଖୁଣ୍ଟି ଖାଇ ଫଳ। ଖୁଣ୍ଟି ଖାଇ ଫଳ ମୁଁ ତ ମୋ ଜୀବନରେ ଖୁଣ୍ଟି ଖାଇ ଫଳ କୋଉଠି ଖାଇ ଅଛି ବାବା ଯେ ଲୋକ ତିନି ଥର ଭ୍ରମଣ କରୁଛନ୍ତି ଏ ଫଳ ଆପଣ ଖାଇନାହାନ୍ତି। ଆଜି ମୁଁ ଆପଣଙ୍କୁ ଗୋଟେ ନୂଆ ଫଳ ଦେବି ଖାଇବାକୁ। ଖୁଣ୍ଟି ଖାଇ ଫଳ ଆଜ୍ଞା ମତେ ତିନି ଫଳ କୋଉଠି ଦେଖିକି ଖାଇ ଆଜି ମୁଁ ଦେବି ଆପଣ ଖାଇବେ। ସେ କେମିତିକା ଫଳ ତାକୁ ସିଝାଇ ଦେବେ ହଁ ଫଳ ବା ଛଡ଼େଇ ଦେବେ ହଁ ସୂତାରେ ମଝିରୁ ଦି ଖଣ୍ଡ କରି କାଟିଦେବେ ହଁ ଭିତରେ ଲୁଣ ଲଙ୍କା ଛିଞ୍ଚି ଦେବେ ହଁ ବାଟିକି ପକେଇଦେବେ ଡାକ ନଖାଲେ ନାଳେ ପେଟକୁ ପଳେଇବେ। ସେ ଫଳ ଆଜ୍ଞା ଖୁଣ୍ଟି ଖାଇବ ଆଉ ସେଟା କି ଫଳ ଅଣ୍ଡା ତା ମା ଖୁଣ୍ଟି ଖାଇକି ଖାଉନି କେମିତି ତା ମା ଖୁଣ୍ଟି ଖାଇକି ମାଛ ଛଟା କରିଥିଲି ବସ 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 ତେବେ ସେ ଯୋଉ କହିଲେ ପ୍ରଭାତ ତୀର୍ଥ ଯଦି ଯଜ୍ଞ କରିବ ଯଜ୍ଞର ପୁଣ୍ୟ ଫଳରେ ବଳରେ ତମ ବାପା ମା ଦି ଭାଇ ସମସ୍ତେ ବାପ ଯୁକ୍ତ ହେଇଯିବେ ହେଲା ଶୁଣ ଯଜ୍ଞ କରିବ ଯେ ମୋ ପୁଅ ସବୁ ବ୍ୟବସ୍ଥା କରିଦେବେ କିଛି ଅସୁବିଧା ହବ ଘରେ ନାହିଁ କିନ୍ତୁ ଗୋଟିଏ କଥା ଟିକେ ଏତେ କମ ଦିନ ଭିତରେ ସମ୍ଭବ ହବନି କେହି ପରେ ନିମନ୍ତ୍ରଣ ଦେବା ଦାୟିତ୍ୱଟା ସେଟା ଆମ ପାଇଁ କ୍ଲିଷ୍ଟ ହେଇଯିବ ତେଣୁ ଦେବର୍ଷି ଆପଣ କଣ କହୁଛନ୍ତି? ମୁଁ କହୁଛି ତିନି ପରେ ନିମନ୍ତ୍ରଣ ହିଁ ତମେ ହିଁ ହବ ଠିକ ଅଛି ଏଇ କଥା ତ ହେଲେ ମୁଁ ନିଜେ ଦେବି ଶୁଣ ଶୁଣ ତିନି ପରେ ନିମନ୍ତ୍ରଣ ଦବ ଯେ ହେଲେ ଯେ କଣ ଦେବ ତାର ଗୋଟିଏ କଥା ମନେ ରଖ ଗୋପପୁରିଆ ଗୌଡ଼ ଗୌରଣୀ ଜଣେଇବନି ମାନେ ଗୌରବ ପ୍ରଧାନ ଦେବି ନାହିଁ ଗୋପୀ ଗୋପାଳନ ଜଣେଇବନି ନିମନ୍ତ୍ରଣ ଦବନି ଆସିଲେ ତୁ ହଟ କରିବେ ନାଟ କରିବେ ତେଣୁ ଜମା ନିମନ୍ତ୍ରଣ ଦବନି ଠିକ ଅଛି ହେଲେ ମୁଁ ଆସୁଛି ଆଉ ଶୁଣିବେ ଏଗୁଡ଼ିକ ଜାଣ ଏ ଯାହା ହୋଇଲା ନିମନ୍ତ୍ରଣ ଦେବି ଦେଖିକି ତ ଗୋପପୁର ଯିବି ନା କାହିଁକି ନା ଗୋପୀ ଗୋପାଳ ମାନଙ୍କୁ ଦର୍ଶନ କଲେ ଆଜ୍ଞା କେତେ ପୁଣ୍ୟ ହୁଏ କେତେ ପୁଣ୍ୟ ହବ କେତେ ପୁଣ୍ୟ ହବ ବ୍ରହ୍ମାଦିନ କହିଥିଲେ କଣ କହିଲେ ଦେବଦୁଲ୍ଲଭ ଦାସ ରହସ୍ୟ ମଞ୍ଜରୀ ଆଜ୍ଞା ଦିନେ ଭଗବାନ ବ୍ରହ୍ମା କହିଲେ ବାସ୍ ବାସ୍ କଲେ ଗୋପୀ ବିହାର ତଳି ଉତ୍ଥାନ କୋଟି ବୈକୁଣ୍ଠ ହଇ ସମାନ ସବୁ ସିନିୟର କର୍ମୀ ଭଲ କହିଲେ ଗୋଟିଏ ବୈକୁଣ୍ଠ ସମାନ ହରି ମା ଯୋଉଠି ଗୋପୀମାନେ ବାସ କରନ୍ତି ଗୋପାଳ ମାନେ ରୁହନ୍ତି ବାସ୍ତବରେ ଗୋପୀମାନଙ୍କ ପ୍ରେମ କିଛି ନାହିଁ ଆଜି ତ ଆଉ ହବନି କାଲି ପୁଣି ଅଛି କାଲି ପନ୍ନ ମୁଁ କହିବି ଗୋପୀ ପ୍ରେମ କାହିଁକି ଜବରଦସ୍ତ ଆଉ ଗୋପୀମାନେ କିଭଳି କୃଷ୍ଣକୁ ଭଲ ପାଉଥିଲେ ଏପଟେ ବିଚାର କରି ବସି ତିନି ପରେ ନିମନ୍ତ୍ରଣ ନେଇ ଫେରି ଆସିବେ ଫେରି ଆସିଥିଲା ବେଳେ ଗୋପପୁରକୁ ଦେଖିକି ଯିବି ଗୋପପୁରକୁ ଦେଖିକି ଯେ ଭାବି କଣ କଲେ ଗୋପପୁରରେ ପହଞ୍ଚିଗଲେ ପ୍ରଥମ ଦୃଶ୍ୟ ଦେଖିଲେ ପ୍ରଥମ ଦୃଶ୍ୟରେ କଣ ଦେଖିଲେ କୃଷ୍ଣ ପ୍ରସାଦ ବସୁ ଗୋଟିଏ ପଦ କହିଲେ ଦେବଶ୍ରୀ ନାରଦ ଦେଖିଲି କଣ ଦେଖିଲେ କହିଲେ ବାତୁଳ ଶୁଭ ଦେଖିବି ଠାକ ଶୁଭ ନାହିଁ ପରବର୍ତ୍ତ ବାତୁଳ ସୁବଳ ଚାଖି ମିଠା ଫଳ ଠୁଳ କଲାଣି ପର୍ବତ ଆପଣ ଦେଖିବେ
ଜଗତରେ ଯେତେ ସାଙ୍ଗ ଅଛନ୍ତି କୃଷ୍ଣଙ୍କ ସାଙ୍ଗ ଭଳିଆ ସାଙ୍ଗ କେହି ନାହିଁ। ସୁବଳ ତାଙ୍କର ଗୋଟେ ସାଙ୍ଗ ବନ୍ଧୁକୁ କେତେ ଭଲ ପାଇଛି, କୃଷ୍ଣକୁ କେତେ ଭଲ ପାଏ। କୃଷ୍ଣ ହଉଛନ୍ତି ସାଙ୍ଗ ପ୍ରିୟ, ସାଙ୍ଗ ପ୍ରିୟ। ଆଉ ତାଙ୍କର ତ ସଖାଳୁ ଥିଲେ ସୁବଳ ବିଚାର କରୁଛି କୃଷ୍ଣଙ୍କୁ ଠକି ଦେଇ ଯାଇଛି ସିନା, ସେ ନିଶ୍ଚୟ ଦିନେ ଆସିବ। ମୋ ସାଙ୍ଗ ଫଳ ଖାଇବାକୁ ଭଲ ପାଏ ତ ବୃନ୍ଦାବନ ଜଙ୍ଗଲରୁ ଫଳ ତୋଳୁଛି, ଚାଖୁଛି, ଅଇଁଠା ଫଳ ଦେଖୁଛି, ଯୋଉଟା ମିଠା ତାକୁ ଗଦା କରି ରଖୁଛି, ଯୋଉଟା ଖଟା କଷା ତାକୁ ଫୋପାଡ଼ି ଦଉଛି। ମିଠା ଫଳକୁ ଚାଖି ଚାଖି ପର୍ବତାକାରରେ ବଜାଇକି ରଖିଛି। ଯେମିତି ସମଣା ସବରୀ ପ୍ରଭୁ ରାମକୁ ନେଇ ଫଳ ବଜାଇ ରଖିଥିଲା ମା, ସେମିତି ଫଳ ରଖିଛି କିଏ? ସୁବଳ। ଦେବସୀ ଦେଖିଲା ପରେ ସାଙ୍ଗ ସାଙ୍ଗ କେତେ ଭଲ ପାଏ। ଆପଣ ଦେଖିଲେ ଜଗତରେ ଯେତେ ସମ୍ପର୍କ ଅଛି ଆଜ୍ଞା, ବହି ତ ଅଛି ଆମର ଆସିବେ ଭାଇ ଆମର ଧରି ଯୋଉ ଛାଡ଼ିଛନ୍ତି ସେ ଧରିବୁ ପ୍ରବାସ ଯଦି ବହି ସେ ଜାଣିଛନ୍ତି ନ ଜାଣିଛନ୍ତି ନାହିଁ, ତାଙ୍କ ସାଙ୍ଗେ ତ ଭେଟ ହେଇନି ତେଣୁ ମୁଁ କହିପାରୁନି। ଏଇ ଠାକଟା ଗଲେ ଜଣା ପଡେ। ତାମାନେ ଆପଣ କହିବା କଥା ଆଜି ପାରାମିଲିଆ ପାରାବେଳେ ଭିତରେ ଦେଖାଯାଉଛି। ହଁ ଆଜିଠୁ ହବ ଫୁକା ମୁଁ ଏଠି ଗୋଟେ ଦିନ କଥା କହୁଛି ଆଜ୍ଞା, ଆପଣ ଜ୍ଞାନୀ ଗୁଣୀ ଜାଣିବା ଦର୍ଶକ ଓ ଆପଣମାନେ ଆପଣମାନଙ୍କ ପୁରାଣ ଜାଣିନାହାନ୍ତି କି? ପୁରାଣ ତାକୁ କହିବୁ, ତା ଭିତରେ କିଛି ଜାଣିବା କଥା କହିଲେ ଭଲ। ମୁଁ ସବୁ ଜାଗାରେ ସେ କହେ ଖାଲି ବିଷୟଟି ଆଲୋଚନା କରିବା, ଯୋଉ କଥାରେ ଆମ ସମାଜର ମଙ୍ଗଳ ହବ, ଯୋଉ କଥାରେ ଆମ ଦେଶର ମଙ୍ଗଳ ହବ, ଆମ ବ୍ୟକ୍ତିଗତ ଭାବେ ମଙ୍ଗଳ ହବ, ସେଇ କଥା ଧ୍ୟାନ ନ ରହିଲା ପାଲାର ମୂଲ୍ୟ କଣ ହେବ? ଆଉ ପୁରାଣ ତ ସମସ୍ତେ ଆମେ ଜାଣିଛେ। ଦେଖୁଅ ଆପଣ ଦେଖିବେ ବ୍ରାହ୍ମ ହତ୍ୟା, ବ୍ରାହ୍ମଣକୁ ହତ୍ୟା କରିଥିବା ଲୋକ ମୁକ୍ତି ପାଇପାରେ, ଗୋ ହତ୍ୟା କରିଥିବା ଲୋକ ମୁକ୍ତି ପାଇପାରେ, କିନ୍ତୁ ଜଣେ ମୁକ୍ତି ପାଇପାରିବ। ସେ କିଏ? କାଳିଦାସ ସେତୁମତ ସମୁଦ୍ର ଗଙ୍ଗା ସାଗର ସଙ୍ଗମ ସମୁଦ୍ର ସେ ଗଙ୍ଗା ସାଗର ସଙ୍ଗମ। ଆପଣ ଯୋଉ ତୀର୍ଥକ୍ଷେତ୍ରକୁ ଯାଆନ୍ତୁ, ସେଠିକୁ ଯାଆନ୍ତୁ, ସମୁଦ୍ର ବୁଡ଼ ଦିଅନ୍ତୁ, ଗଙ୍ଗା ସାଗର ସଙ୍ଗମରେ ବୁଡ଼ ଦିଅନ୍ତୁ, କିନ୍ତୁ ବ୍ରହ୍ମ ହାପି ପ୍ରମୁଚତେ, ବ୍ରାହ୍ମଣକୁ ହତ୍ୟା କରୁଥିବା ଲୋକ, ବ୍ରହ୍ମ ହତ୍ୟା କରୁଥିବା ଲୋକ ମୁକ୍ତି ପାଇପାରେ, କିନ୍ତୁ ମିତ୍ର ଦ୍ରୋହୀ ନ ମୁଚ୍ୟତେ, ଯେ ବନ୍ଧୁ ସହିତ ବିଶ୍ୱାସଘାତକତା କରିଛି, ମିତ୍ର ପାଖରେ ଦ୍ରୋହ କରିଛି, ତେଣୁ ଆପଣଙ୍କୁ କହୁଛି ମିତ୍ର ଦ୍ରୋହୀ କେବେ ହେବେ ନାହିଁ। କେତେ ଆମ ଯୁବକ ମାନେ ସମସ୍ତେ ଅଛେ, ମୁଁ ସବୁ ଜାଗାରେ କହୁଛି, ଏଠି ବି କହୁଛି, କେବେ ହେଲେ ମିତ୍ର ଦ୍ରୋହୀ ହେବେନି, ବନ୍ଧୁ ପାଖରେ ଦ୍ରୋହୀ କରିବେ ନାହିଁ, ବନ୍ଧୁର ବିଶ୍ୱାସରେ ବିଶ୍ୱାସ କେବେ ଦେବେନି। ସେତିକି ନୁହଁ, ଆଉ ଗୋଟେ ଶ୍ଲୋକ ପଢୁଛି, କହିଲେ କାଳିଦାସ ଯେ କଣ କହିଲେ? ତୋ ମିତ୍ର ଦ୍ରୋହୀ ଭ୍ରଷ୍ଟ ବିଶ୍ୱାସଘାତକ ମିତ୍ରଦ୍ରୋହୀ କୃତଘ୍ନସ୍ଥ ଦଷ୍ଟ ବିଶ୍ୱାସଘାତକ। ଯେ ମିତ୍ରଦ୍ରୋହୀ, ଯେ କୃତଘ୍ନ ଆଉ ଯେ ବିଶ୍ୱାସଘାତକ, ଏଇ ତିନି ଜଣଙ୍କୁ ମୁକ୍ତି କେବେ ନାହିଁ। କାହା ପାଖରେ ବିଶ୍ୱାସଘାତକତା କରିବେନି, କାହା ପାଖରେ କୃତଘ୍ନ ହେବେନି। କୃତଘ୍ନ କିଏ ହବ? ବଡ ଭାଇ ଅନେକ କଷ୍ଟ କରି ମୂଲ ଲାଗିକି ଆମକୁ ପାଠ ପଢେଇଲେ, ସାନ ଭାଇ ପାଠ ପଢେଇଲେ, ବ୍ୟାଙ୍କରେ ଚାକିରି କଲୁ, ଲେକ୍ଚର ହେଲୁ, ବଡ ଘରେ ବାହାଘର ହେଲୁ, ଆମ ସ୍ତ୍ରୀ ଧରି ସହରରେ ରହିଲୁ, ବଡ ଭାଇ ଘରେ ଭୁଲିଗଲୁ। ଏ ଭୁଲ କେହି କେବେ ବି କରିବେନି ଆଜ୍ଞା। ମୁଁ କହିବି ଭାଇ ଭାଇ ସମ୍ପର୍କ କଣ 3 ଦିନ ପାଲା ହବ, ଭାଇ ଭାଇ ସମ୍ପର୍କ କଣ କହିବି, କେବେ ବଡ ଭାଇକୁ ଭୁଲି ପାରିବେନି, ଭୁଲିବେନି, ବଡ ଭାଇକୁ ଅସମ୍ମାନ କେବେ କରିବେନି, ହେବେନି। ସେଦିନ ସାଙ୍ଗକୁ ଦେଖୁଛି କିଏ ଦେବସୀ, ଗୋଟେ ସାଙ୍ଗ, ସାଙ୍ଗ ସାଙ୍ଗ ଭିତରେ ଏତେ ଭଲ ପାଇବା ଅଛି, ସେତିକି ଆଉ ଗୋଟେ କଥା ଅଛି। ଆଉ ଟିକେ ଆଗକୁ ଗଲେ ଦେଖିଲେ କଣ ଦେଖିଲେ? ଗଲେ ନୀଳମଣି ନୀଳମଣି ବାପ ଧାନ ଘର ବଣିକି ଘେନି
ନୀଳମଣି ବାପ ଧନ ସରଳ ବୋଳିକି ଦେଖି ସେଦିନ ଯଶୋଦା କୁ ଦେଖୁଛନ୍ତି ଦେବର୍ଷି ନୀଳମଣି ନୀଳମଣି ଡାକି ସରଳ ମଣି ଧରି ଗୋପଦାନରେ ରହୁଛି ଯଶୋଦା। ଦେବର୍ଷି ଦୂରରୁ ଦେଖିଲେ କହିଲେ ଏଇ ଯଶୋଦେ କହିଲେ ଏ ମା ତୁ କାହାକୁ ଖୋଜୁଛୁ କାହାକୁ ଡାକୁଛୁ? ଯଶୋଦାର ପୂର୍ଣ୍ଣ ବିଶ୍ୱାସ ଅଛି ମୋ ପୁଅ ଦିନ ନିଶ୍ଚୟ ଆସିବ, ମୋ ନୀଳମଣି ନିଶ୍ଚୟ ଆସିବ, ମତେ ମା ବୋଲି ଡାକିବ। ନନ୍ଦ ମନା କରୁଛି କାହିଁକି ନୀଳମଣି ନୀଳମଣି ହଉଛୁ? ସେ ପୁଅ ପୁଣି ଆସିବ, ସେଟା କହିଲି ଛୁଆ ତା ଡେଣା ଲାଗିଗଲେ ସେ କଣ କାହାକୁ ଖୋଜିବ? ତୁ କାହିଁକି ନୀଳମଣି ନୀଳମଣି ହଉଛୁ? ଯଶୋଦା ନନ୍ଦକୁ କହୁଛି ମୋ ପୁଅ କାଲି ଆସିଥିଲା ରାତି ବାଇଆଣି ହେଇଗଲାଣି ଆଜ୍ଞା, ମୁଁ ଦେଖିଲି ତ ବାଇଆଣି ହେଇଗଲାଣି। ଯଶୋଦା କହିଲେ କାଲି ରାତିରେ ମୋ ପୁଅ ଆସିଥିଲା, ମତେ ମା ମା ଡାକିଲା, କହିଲା ମା ମତେ ଗପ କହ। ମୁଁ ଗପ କହିଲି, ମୋ କୋଳରେ ଶୋଇଲା, ମୋ ଛାତି ଉପରେ ହାତ ପକେଇଲା, କହିଲା ମା ତୁ ମତେ କେତେ ଖୋଜୁଛୁ ନା, ମୁଁ ସିନା ଆସିଲି ତତେ ଠକି ଦେଇକି ଗଲି, ମା କହୁଛୁ ମୁଁ ଆସିଲି, ମୁଁ ତତେ ଛାଡ଼ିକି ଯିବିନି। ମୋ ପୁଅ ରାତିରେ ଶୋଇଲି, ସକାଳୁ ଦେଖିଲା ମୋ ପୁଅ ନାହିଁ। ଯଶୋଦା କାନ୍ଦୁଛି। ନନ୍ଦ କହିଲେ ଏ ଯଶୋଦେ କାହିଁକି ନୀଳମଣି ନୀଳମଣି ହଉଛୁ? ଆଲୋ ସେ ଆଉ ଆସିବନି। ଦେବର୍ଷି ନାରଦ ଦୃଶ୍ୟ ତୁ କାହାକୁ ଭଲ ପାଉଛୁ, କାହାକୁ ଏତେ ସ୍ନେହ ଦଉଛୁ? ସେଟା ପୁରା ଠକଟା, ସେଟା ପୁରା ପ୍ରବଞ୍ଚକଟା, ସେ ଠକଟାକୁ କାହିଁକି ଏତେ ଭଲ ପାଇଲୁ? ଯଶୋଦା ମନେ ପକଉଛନ୍ତି ସେ ତ ବଡ ଠକ, ତାକୁ ମୁଁ ନଥିଲି ଜାଣି ମୁରଲି ପାଣି ଜଗତରେ ଅଛନ୍ତି ଠକ, କିନ୍ତୁ ତା ଭଳି ଠକ କେହି ନାହିଁ। ତା ଭଳି ଠକ କାହିଁକି ଠକିଛି? ସେ ତ ବଡ ଠକ, ତାକୁ ନଥିଲି ଜାଣି ମୁରଲି ପାଣି। କୃଷ୍ଣ ନୀଳମଣି ନୀଳମଣି ଯଶୋଦା କାନ୍ଦୁଛି। ବୁଝଉଛନ୍ତି କିଏ? ନନ୍ଦ। ଦେବର୍ଷି ଦୂରରୁ ଦେଖିଲେ ସେ ଭାତ କାହାକୁ ଭଲ ପାଉଛ, ସେ କେତେ ବି ଆସିବନି, ଯେତେ କହିଲେ ବି ସେ ଆସିବନି। ଯେତେ ଖାଲି କୃଷ୍ଣ କୃଷ୍ଣ ବିଧାରୀ କହିଲେ ଦେବର୍ଷି ପାଖକୁ ଦୌଡ଼ିଆଟା ଯଶୋଦା କହିଲା ମୋ ପୁଅ ନାମ ତମେ ଧରିଲ ଯେ ମୋ ପୁଅକୁ ତମେ କଣ ଦେଖିଛ? ମୋ ନୀଳମଣିକି ଦେଖିଛ? ଦେବର୍ଷି କହିଲେ ହଁ ମୁଁ ତମ ପୁଅ କଥା ପୁଅକୁ ଦେଖେଇଛି, ତା ବାର୍ତ୍ତା ନେଇକି ଆସିଛି। ନା ମୋ ପୁଅ ଭଲ ଅଛି, ମା ବୁଢୀ ହେଲାଣି, ଠକି ଦେଇକି ଯାଇଛି ପୁଅ, ତଥାପି ଦେଖିଲା ପରେ ଆଗେ ପୁଅ କଥା ପଚାରେ ମୋ ପୁଅ ଭଲ ଅଛି ନା? ହଁ ଭଲ ଅଛି। ସେ ତ ରାଜା ହେଇସାରିଛି ନା, ସେ କଣ ରାଜା ହେଇଗଲା ବୋଲି ମତେ ଭୁଲିଗଲା? ଆଉ ମୋ ପୁଅ କଣ କହିଛି ମୋ ପାଇଁ? ନା ନାଇଁ କିଛି କହିନାହାନ୍ତି। କେମିତି କହିଲି? ମା କେତେ ବିଶ୍ୱାସ ଆଜ୍ଞା, ଏତେ ଭଲ ପାଇବ କହିଲେ କେମିତି କହିଲି? ମୁଁ ତ ତାକୁ ଭୁଲି ପାରୁନି, ସେ ମତେ କେମିତି ଭୁଲିଗଲା? ଯାହା ହେଲେ ମୋ ପାଇଁ କହିଥିବ, କହ ମତେ ମୋ ପୁଅ କଣ କହିଛି? ନା କିଛି କହିନି ତମକୁ ସେ। ତାହେଲେ ତମେ ତା କଥା କହିଲ କାହିଁକି? ଖାଲି ଗୋଟିଏ ସୂଚନା ତମକୁ ଦେଇକି ଯାଉଛି। ନା କଣ? ନା କଣ? ନା ପ୍ରଭାସ ଯଜ୍ଞ ହଉଛି, ଯଜ୍ଞ ହଉଛି, ଖାଲି ତମର ନିମନ୍ତ୍ରଣ ନାହିଁ। ଯଜ୍ଞ ହଉଛି, ତମର ନିମନ୍ତ୍ରଣ ନାହିଁ। ମୋ ପୁଅ ଯଜ୍ଞ କରୁଛି, ମତେ କଣ ନିମନ୍ତ୍ରଣ ଦବ? ମତେ କଣ ନିମନ୍ତ୍ରଣ ଦବ? ମୋ ପୁଅ ଯଜ୍ଞ କରୁଛି, ମୋ ପାଖକୁ ତା ମା ପାଖକୁ କଣ ପୁଅ ନିମନ୍ତ୍ରଣ ଦିଏନି? ପୁଅ ଯଦି ଗୋଟେ ମାଙ୍ଗଳିକ କାର୍ଯ୍ୟ କରିବ, ସେ କଣ ବାପା ମାଙ୍କୁ ନିମନ୍ତ୍ରଣ ଦବ? ମୋ ପୁଅ ମତେ କଣ ନିମନ୍ତ୍ରଣ ଦବ? ଆମେ ଖୁସି ଲାଗିବୁ ମୋ ପୁଅକୁ ଦେଖିକି ଆସିବ। ସମସ୍ତେ ବାହାରିଲେ, ସମୟ ହେଲା, ଭାଇ ଭାଇ ବସିଲେଣି, ଆମେ ସ୍ୱାଗତ ବାନି ଏଇଠି ପ୍ରଭାତ ଯଜ୍ଞ କଥା ଆରମ୍ଭ ହବ। ସୁନ୍ଦର ଆଜ୍ଞା, ଆମର ଗାଁ ବନ୍ଧୁ ଯଦି ଜାଣିଥିବେ ସେ ଆଗକୁ ନେବେ, ନ ଜାଣିଥିବେ ବୋଲି କହୁନି, ଆଗକୁ ନେବେ।
ଦିନେ ସେଟା ଭିତରେ ମୁଁ ତାକୁ ପୂରଣ କରିବି ଆଜ୍ଞା ମା ଏଇ ଭରସା କଥାଟା ଅଛି ହଉ ଝରଣାର ସଫା ଜଳ ନଈ ପାଣି ଗୋଳିଆ ସାଗରରେ ତମ ରଙ୍ଗ ସାଗରରେ ତମ ରଙ୍ଗ ପ୍ରଭୁ ଜଗା କାଳିଆ ଝରଣାର ସଫା ଜଳ ଆଉ ସାଗରରେ ତମ ରଙ୍ଗ ଆମର ଅଧିବାସ ଅନୁକୂଳ ଆଜ୍ଞା ଦିନ ଜନ ସଂରକ୍ଷଣ ମହାବାହୁ ଦିନ ଜନ ସଂରକ୍ଷଣ ମହାବାହୁ ସର୍ବେ ପ୍ରେମାନନ୍ଦେ ହରିବୋଲ ହୁଳହୁଳି ଦିଅ ଏ ବିଶ୍ୱର ଦୁଃଖ